କଣ ଦେବେ ଆଜି ଯୋଉ ଅନ୍ତର୍ଜାତୀୟ ମହିଳା ଦିବସ ନେଇ ମହିଳା ପାଇଁ କଣ ଛୋଟ ପ୍ୟାକେଜ ଅଛି ଆଉ କଣ କହିବେ? ଦେଖନ୍ତୁ ଆମର ମାର୍ଚ୍ଚ 8 ଅନ୍ତର୍ଜାତୀୟ ଯୋଉ ମହିଳା ଦିବସ ସେଇ ଉପଲକ୍ଷେ ଆଜିର ଦିନରେ ପୋଲସରା ମ୍ୟୁନିସିପାଲିଟିରେ ସମସ୍ତ ମହିଳା ମାନଙ୍କୁ ନେଇ ଏକ ବୈଠକ ବା ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ମହିଳା ମାନଙ୍କର ଗୋଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଯୋଉମାନେ ଏଠି ଭାଗ ନେଇଥିଲେ ସେମାନଙ୍କୁ ମଧ୍ୟ ଆଜି ପ୍ରାଇଜ ଦେବାର ବ୍ୟବସ୍ଥା କରାଯାଇଥିଲା। ଯେ ଦେଖିବାକୁ ଗଲେ ଯେ ମହିଳା ମାନେ କେମିତି ସଶକ୍ତ ହେବେ, ସ୍ୱାବଲମ୍ବୀ ହେବେ, ମହିଳା ମାନେ ଆତ୍ମନିର୍ଭର ହେବେ, ସେଇ ଦିଗରେ ମଧ୍ୟ ଆଜି ଏଠି ଆଲୋଚନା ହେଇଥିଲା। ଗୋଟେ ସମାଜର ବିକଶିତ ସମାଜ ପାଇଁ ଗୋଟେ ମହିଳାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଗୋଟେ ମହିଳା ଶିକ୍ଷିତ ହୁଏ, ସ୍ୱାବଲମ୍ବୀ ହୁଏ ଏବଂ ଆତ୍ମନିର୍ଭର ହୁଏ, ସେଇ ପରିବାର ଏକ ବିକଶିତ ପରିବାର ରୂପରେ ଉଦୀୟମାନ ହୁଅନ୍ତି। ପରିବାର ବିକାଶ ହେଲେ ସମାଜ ବିକାଶ ହୁଏ, ସମାଜ ବିକାଶ ହେଲେ ଦେଶ ବା ରାଜ୍ୟ ବିକାଶ ହୁଏ। ତେଣୁ ଆମେ ଦେଖିଛେ ଆଜି ମହିଳା କୋଉଥିରେ ମଧ୍ୟ କମ୍ ନୁହନ୍ତି। ଆଜି ମହିଳାଙ୍କୁ ବିକଶିତ କରିବା ପାଇଁ, ସଶକ୍ତ ସ୍ୱାବଲମ୍ବୀ କରିବା ପାଇଁ ଆଜି କେନ୍ଦ୍ର ସରକାର, ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ଆଜି କରାଯାଉଛି। ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ। ଯେ ମହିଳାମାନେ ମଧ୍ୟ କମଜୋର ଭାବିବା କଥା ନୁହଁ, ପୁରୁଷମାନଙ୍କ ସହିତ ସେମାନେ ସମତୁଳ ଅଟନ୍ତି, ନିଜେ ମଧ୍ୟ ଅନୁଭବ କରିବା ଦରକାର। କାହିଁକି ଆଜିର ଯିଏ ପ୍ରଥମ ନାଗରିକ, ଦେଶର ମହାମହିମ ରାଷ୍ଟ୍ରପତି ମଧ୍ୟ ଜଣେ ମହିଳା। ଆପଣମାନେ ଦେଖିଲେ ଯୋଉଭଳି ଅପରେସନ ସିନ୍ଦୁରରେ ମହିଳା ମାନଙ୍କର ଭୂମିକା କେମିତି ଥିଲା, ଯେ ବାହାର ଶତ୍ରୁକୁ ମଧ୍ୟ ଆକ୍ରମଣ କରିବା, ଯେ ଶତ୍ରୁ ମାନଙ୍କୁ ଧ୍ୱଂସ କରିବା ନିଜ ଦେଶରେ ବାହାର ଦେଶକୁ ଯାଇ। ତେଣୁ ମହିଳା ହଉଛି, ସିଏ ହଉଛନ୍ତି ଜନନୀ, ଭଗିନୀ, ସିଏ ହଉଛନ୍ତି ସବୁ କିଛି। ତେଣୁ ମହିଳାଙ୍କର ଆମର ଏଇ ହିନ୍ଦୁ ସମାଜରେ, ଭାରତ ବର୍ଷରେ ଯେ ମହିଳାଙ୍କର ଭୂମିକା ସ୍ୱତନ୍ତ୍ର ରହିଆସିଛି, ସିଏ ହଉଛି ପୂଜନୀୟ, ବନ୍ଦନୀୟ। ତେଣୁ ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରୀୟସୀ। ତେଣୁ ମା ବା ସେ ମହିଳା ଏବଂ ନିଜର ମାଟି ସବୁବେଳେ ଆମ ପାଇଁ ସ୍ୱର୍ଗଠୁ ମଧ୍ୟ ଅଧିକା। ତେଣୁ ସେମାନଙ୍କୁ ଆମେ ସୁରକ୍ଷା କରିବା, ସେମାନଙ୍କୁ ଆଗକୁ ନେବା ବର୍ତ୍ତମାନ ହଉଛି ଆମର ଦାୟିତ୍ୱ।